हेलो फ्रेंड, वेलकम टू माय यूट्यूब चैनल अभिषेक एजुकेशन। जमती देखुवे ଆପଣ ଜାଣିଛନ୍ତି ଯେ ବିଏଡ୍ ଏକ୍ଜାମ୍ 1 ଜୁନ୍ରେ ହେଇଥିଲା ଷ୍ଟାର୍ଟ। ଆଉ ସେଇଦିନ ବିଏଚ୍ଡି ବି ସେକେଣ୍ଡ ଫେଜ୍ରେ ହେଇଥିଲା। ଆଉ ତାପରେ 4 ତାରିଖ ବି ଏମ୍ଏଡ୍ ଏକ୍ଜାମ୍ ହେଇଥିଲା। ବହୁତ ପିଲା କ୍ୱାରି କରୁଥିଲେ ଯେ କେବେ କ'ଣ ଆସିବ, ରେଜଲ୍ଟ କେବେ କ'ଣ ଆସିବ, ଆଉ ତା'ର ଟାଇମ୍ ଲାଇନ୍ କ'ଣ ଅଛି, କେତେ କ'ଣ କଟ୍ ଅଫ୍ ଯିବ। ତ ସବୁ ଏ ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଆଜି। ଦେଖନ୍ତୁ, ଫାଷ୍ଟ ଏ ନୋଟିସ୍ ଆସିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରୁ। ଦେଖନ୍ତୁ କେବେ ଆସିଥିଲା ନା 12/6ରେ ଆସିଛି। ଦେଖନ୍ତୁ ଯେ ଦେଖନ୍ତୁ ତାର ଟୋଟାଲ୍ ଡିଟେଲ୍ସ କ'ଣ ହେଇଛି ନା, ପବ୍ଲିକେସନ୍ ଅଫ୍ ଆଡ଼ଭର୍ଟାଇଜମେଣ୍ଟ ରିଗାର୍ଡ଼ିଂ ଟାଇମ୍ ଲାଇନ୍, କ'ଣ କ'ଣ ସବୁ ଟାଇମ୍ ଲାଇନ୍ ଅଛି ତା ବିଷୟରେ ସେ ଡିସ୍କସନ୍ କରିଛି। ଦେଖନ୍ତୁ ଆପଣଙ୍କର 13 ତାରିଖ ଦିନ, 13 ତାରିଖ ଆଉ 14 ତାରିଖ ଦୁଇ ଦିନ ନ୍ୟୁଜ୍ ପେପରରେ ଆସିଯାଇଛି ହେଲା। ନ୍ୟୁଜ୍ ପେପରରେ ଆସିଯାଇଛି ତାର ଟାଇମ୍ ଲାଇନ୍ ସବୁ ହେଲା କି। 2 ଡେଲି ପେପର ମାନେ ଆସିଯାଇଛି, ଆଉ 1 ଇଂଲିଶ ନ୍ୟୁଜ୍ ପେପର। ସେ ପେପର ମେନସନ୍ ବୋଧେ କରିନି ହେଲା କି। ତ ଚାଲନ୍ତୁ ଡିଟେଲ୍ସ ଯିବା ଆମେ ଟାଇମ୍ ଲାଇନ୍ ଉପରକୁ। ଦେଖନ୍ତୁ ଆପଣଙ୍କର ପବ୍ଲିକେସନ୍ ଅଫ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ ଟେଷ୍ଟ। ଦେଖନ୍ତୁ ଆପଣଙ୍କର ଆଜି ଦେଖନ୍ତୁ 10ଟା ସୁଦ୍ଧାରେ ଆପଣଙ୍କର ଆଜି ରେଜଲ୍ଟ ଆପଣଙ୍କର ପବ୍ଲିଶ ହେଇଯିବ ହେଲା। ତାର ଏଇଟା ସାଇଟ୍ ହେଉଛି ଏଇଟା, ମୁଁ ଡେସ୍କ୍ରିପସନ୍ ଲିଙ୍କରେ ଦେଇଦେବି ହେଲା। ତ ସବୁ ଯେଉଁମାନେ ବିଏଡ଼୍ ବିଏଚ୍ଡି ଏମ୍ଇଡ଼ି ଏକ୍ଜାମ୍ ଦେଇଥିଲେ ତ ଆଜି ସମସ୍ତଙ୍କର ଆଜି ରେଜଲ୍ଟ ଆସିଯିବ 10ଟା ପରେ ହେଲା କି। ତ ତାପରେ ହେଉଛି ଆଜି ଚଏସ୍ ଲକିଂ ଆଉ ଯେଉଁ ଗ୍ରାଜୁଏସନ୍ କିମ୍ବା ଯେଉଁମାନେ ଏମ୍ଏଡ଼୍ ଦେଇଥିଲେ ବିଏଡ଼୍ର ମାର୍କ ଆଜି ଅପଡ଼େଟ୍ ହେବ 12ଟା ବେଳେ। ଦେଖନ୍ତୁ ତା ଟାଇମ୍ ଲାଇନ୍ ଦେଇଦେଇଛି, 12:10ରୁ ଷ୍ଟାର୍ଟ ହେବ, 19 ତାରିଖ 11:45 ଯାକେ ଆପଣ ଅପଡ଼େଟ୍ କରିପାରିବେ। ତାପରେ ନେକ୍ସଟ ହେଉଛି ପବ୍ଲିକେସନ୍ ଅଫ୍ ଫାଷ୍ଟ ପ୍ରୋଭିଜନାଲ୍ ସିଟ୍ ଆଲଟମେଣ୍ଟ। ଦେଖନ୍ତୁ ସିଟ୍ ଆଲଟମେଣ୍ଟ ଆପଣଙ୍କୁ 25 ତାରିଖ ଦିନ ଆପଣଙ୍କର ସିଟ୍ ଆଲଟମେଣ୍ଟ 2ଟା ବେଳେ ରିଲିଜ୍ ହେବ ହେଲା କି। ତ ଆଡ଼ମିସନ୍ କେବେ କରିବେ? ଦେଖନ୍ତୁ ଆଡ଼ମିସନ୍ ସେଇଦିନ 25ରୁ 1 ଭିତରେ ଆପଣଙ୍କର ମାନେ ଆସିଯିବ। ଆଡ଼ମିସନ୍ ପାଇଁ ମାନେ ସ୍ଲାଇଡ୍ ଅପ୍ କରିବେ କି କ'ଣ କରିବେ ସେଇଟା ଆପଣଙ୍କର ଆସିଯିବ 25ରୁ 1। ଆଉ ସେଇଥିରେ ହିଁ ଆପଣଙ୍କର ଅନଲାଇନ୍ ପେମେଣ୍ଟ ଆପଣ ଆଡ଼ମିସନ୍ କରିପାରିବେ। 26ରୁ 1 ଭିତରେ ଆପଣଙ୍କର ଆଡ଼ମିସନ୍ ଆସିଯିବ। ଆଉ ଆଡ଼ମିସନ୍ଟା ଅନଲାଇନ୍ ଥ୍ରୁରେ ହିଁ ହେବ ହେଲା। ଯେତିକି ଥିବ ପେମେଣ୍ଟ ଆପଣ ପେମେଣ୍ଟ ଅନଲାଇନ୍ ଥ୍ରୁରେ କରିପାରିବେ। ଦେଖନ୍ତୁ ଏଇଠି ଦେଇଛି ବି ଷ୍ଟୁଡେଣ୍ଟ ଆକ୍ଟିଭିଟିରେ ଆପଣ ଅପସନ୍ ଅନଲାଇନ୍ ପେମେଣ୍ଟ ଫର୍ ଆଡ଼ମିସନ୍ ହେଲା। ଯିଏ ବି ଆଡ଼ମିସନ୍ କରିବେ ତାଙ୍କର ଅନଲାଇନ୍ ଥ୍ରୁରେ ହିଁ ଆପଣଙ୍କ ପଇସା ଭରିବେ। ତାପରେ ଫାଷ୍ଟ ମେରିଟ୍ ଲିଷ୍ଟରେ ହଁ ଏଇଟା ତ ଗଲା। ତାପରେ ଇନଷ୍ଟିଟ୍ୟୁସନ୍ ଆକ୍ଟିଭିଟି କ'ଣ ନା, ଡାଟା ଅପଡେସନ୍ ଆଡ଼ମିଟେଡ୍ ଷ୍ଟୁଡେଣ୍ଟ ଇଜ୍ ଫେସ୍ ଫାଷ୍ଟ ରାଉଣ୍ଡ ରେସ୍ପେକ୍ଟିଭ୍। ଦେଖ ଯେତେ ମାନେ ଯେତିକି ପିଲା ଫାଷ୍ଟ ରାଉଣ୍ଡରେ ଆଡ଼ମିସନ୍ ହେଇଗଲେ ତାର ଡାଟା ସେମାନେ ଦେଇଦେବେ। ତାପରେ ସେକେଣ୍ଡ ମେରିଟ୍ ଲିଷ୍ଟ ପବ୍ଲିଶ ହେବ 7 ତାରିଖ ଦିନ, ଜୁଲାଇ 7ରେ 2ଟା ବେଳେ, ସେମିତି 2ଟା ବେଳେ ଆପଣଙ୍କର ରିଲିଜ୍ ହେବ। ତାପରେ ପୁଣି ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ ଆଡ଼ମିସନ୍ ନେବେ ସେମାନେ ସେମିତି 7ରୁ 11 ଭିତରେ ଆପଣ ପେମେଣ୍ଟ କରିବେ, ଅନଲାଇନ୍ ଥ୍ରୁରେ ପେମେଣ୍ଟ କରିବେ ଲଗ୍ଇନ୍ କରିକିରି। ଲଗ୍ଇନ୍ କରିସାରିଲା ପରେ ଆପଣ ଆଡ଼ମିସନ୍ କନଫର୍ମ ହେଇଯିବ ଆପଣ ଆଫ୍ଟର ପେମେଣ୍ଟ। ସେମିତି ଯଦି ଆଉ ଜଣେ ଚାହିଁବ ନାହିଁ ମୁଁ ଆଉ ଟିକେ ସ୍ଲାଇଡ୍ ଅପ୍ କରିକିରି ଯଦି ଆଉ କିଛି ଭଲ ମାନେ ଇନଷ୍ଟିଚ୍ୟୁଟ୍ରେ ଇଏ କରିବି, ତାଙ୍କ ପାଇଁ ବି ସେଦିନ ଅପସନ୍ ଥିବ, ସ୍ଲାଇଡ୍ ଅପ୍ ପାଇଁ ଅପସନ୍ ଥିବ। ନେକ୍ସଟ ହେଉଛି ଇନଷ୍ଟିଚ୍ୟୁସନ୍ ଆକ୍ଟିଭିଟି। ପୁଣି ସେକେଣ୍ଡ ରାଉଣ୍ଡ ଗଲା ପରେ ପୁଣି ଥାର୍ଡ଼ ରାଉଣ୍ଡ ପୁଣି ଆସିବ ହେଲା କି। ଥାର୍ଡ଼ ରାଉଣ୍ଡର ମେରିଟ୍ ଲିଷ୍ଟ ଆସିଯିବ 17 ତାରିଖ, ମନେ ରଖନ୍ତୁ 17 ତାରିଖ ଦିନ ଆସିଯିବ। ଆଉ ସେଇ ବି ପୁଣି 17ରୁ 22 ତାରିଖ ଯାଏଁ ପୁଣି ସେଇ ଅନଲାଇନ୍ ପେମେଣ୍ଟ ଥ୍ରୁରେ ଆପଣଙ୍କର ଆଡ଼ମିସନ୍ କନଫର୍ମ କରିବେ ହେଲା କି। ତାପରେ ଆସିବ ସେଇ 17 ତାରିଖ 22 ତାରିଖ ଯାଏଁ ଅଛି ଟାଇମ୍। ହଁ, ତାପରେ ଆଉ ଯେତିକି ରହିଲେ ତାଙ୍କର ଆସିବ, ଯେଉଁଟା ମାନେ ଯେଉଁମାନେ ଆଡ଼ମିସନ୍ ନେଇନାହାନ୍ତି କି ସିଲେକ୍ଟ ହେଇନାହାନ୍ତି ହେଲା କି। ତ ତା'ର ଟୋଟାଲ୍ ଆସିଯିବ ରିପୋର୍ଟ। ଯେଉଁମାନେ ବି ମାନେ ଆଡ଼ମିସନ୍ କରିନଥିବେ ରିପୋର୍ଟ ଆସିଯିବ 28ରୁ 31 ଯାଏଁ ଆସିଯିବ। ତାପରେ ପୁଣି ଗୋଟେ ମାନେ କ'ଣ ହେବ, ଯେଉଁ ସ୍ପଟ୍ ରାଉଣ୍ଡରେ ପବ୍ଲିଶ ହେବ ମେରିଟ୍ ଲିଷ୍ଟ, ଯେଉଁଟାକି ଅଗଷ୍ଟ 4 ତାରିଖରେ
ଦୁଇଟା ବେଳେ ଆପଣଙ୍କର ମେରିଟ୍ ଲିଷ୍ଟ ଆସିଯିବ ହେଲା, ଏଇଟା ସ୍ପଟ୍ ଉପରେ। ତ ଯେଉଁମାନେ ସେଥିରେ ସିଲେକ୍ସନ୍ ହେଲେ ସମସ୍ତଙ୍କୁ ଆସିଯିବ, ମାନେ ସିଲେକ୍ଟେଡ୍ ଲିଷ୍ଟ, ୱେଟିଂ ଲିଷ୍ଟ ସବୁ ଆସିଯିବ 5 ତାରିଖ ଦିନ, ହେଲା କି 5 ତାରିଖ ଦିନ ଆସିଯିବ। ସେଇ ହିସାବରେ ତୁମେ ରିପୋର୍ଟିଂ କରିବ, ହେଲା କି ଯେଉଁ ପିଲାମାନେ ଥିଲେ ସେମାନେ ରିପୋର୍ଟିଂ କରିବେ, ହେଲା କି। ଦେଖନ୍ତୁ ଟୋଟାଲ୍ ଫ୍ରି ଡିଫରେନ୍ସ ଆଡ଼ମିସନ୍ ୱିଲ୍ ବି ଦେଖନ୍ତୁ ନେଟ୍ ବ୍ୟାଙ୍କିଂରେ, ୟୁପିଆଇରେ, ନିଫ୍ଟରେ ଯେଉଁଥିରେ ହେଲେ ବି ଆପଣ କରିବେ। ତା ଡେଡ଼ଲାଇନ୍ ଥିବ 6 ଆଉ 7 ଅଗଷ୍ଟ, ଯେଉଁଟା ସ୍ପଟ୍ ଉପରେ ଥିବ। ପୁଣି ୱେଟିଂ ଯେଉଁମାନଙ୍କର ଥିବ, ୱେଟିଂ ମାନେ ରିପୋର୍ଟିଂ କରିବେ 8 ରୁ 11। ଯଦି ସିଲେକ୍ସନ୍ ହେଇଗଲା ତାହେଲେ ସେଇ ମାନେ ଲିଷ୍ଟ ଆସିଯିବ। ତାପରେ ଅଗଷ୍ଟ 6ରୁ 11 ଯାକେ ଆପଣଙ୍କୁ ଟାଇମ୍ ଥବ ପୁଣି ଆଡ଼ମିସନ୍ ଅପଡ଼େସନ୍ ପାଇଁ, ହେଲା। ଯେଉଁମାନେ ୱେଟିଂ କରିଥିଲେ ସେମାନଙ୍କର ହେଇଯିବ। ଆଉ କମିଟମେଣ୍ଟ ଅଫ୍ କ୍ଲାସ୍ ଦେଖନ୍ତୁ, କ୍ଲାସ୍ ହେବ ଜୁଲାଇ 24 ତାରିଖ, ମନେ ରଖନ୍ତୁ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ। କ୍ଲାସ୍ ଷ୍ଟାର୍ଟ ହେଉଛି 24 ଜୁଲାଇ, ଏଇଟା ମନେ ରଖନ୍ତୁ। 24 ଜୁଲାଇ ଠାରୁ କ୍ଲାସ୍ ଷ୍ଟାର୍ଟ ହେବ, ହେଲା। ବହୁତ ପିଲା କ୍ୱାରି କରୁଥିଲେ ଯେ କଟଅଫ୍ କେତେ କ'ଣ ଯିବ। ଦେଖନ୍ତୁ ଯେତିକି ବି ପିଲା ଏକ୍ଜାମ୍ ଦେଇଛନ୍ତି ଏଥରକ, ବହୁତ ପାଖାପାଖି 1,30,000 ପାଖାପାଖି ପିଲା ଏକ୍ଜାମ୍ ଦେଇଛନ୍ତି। 1,30,000 ପାଖାପାଖି ପିଲା ଦେଇଛନ୍ତି ଏକ୍ଜାମ୍। ଯେତିକି ପିଲାଙ୍କ ସହିତ କଥା ହେଉଥିଲି ଯେ ସାଇନ୍ସ ପିଲା ମ୍ୟାକ୍ସିମମ୍ କହୁଛନ୍ତି 40 ରେଞ୍ଜ, କହୁଛନ୍ତି 40ରୁ 50 ଭିତରେ ତାଙ୍କର ଅଛି ମାର୍କ, ହେଲା। ଆଉ ଆର୍ଟ୍ସ ପିଲା 50ରୁ 55 ଭଳିଆ ସ୍କୋର୍ ବହୁତ ପିଲାଙ୍କର ଅଛି, ମାନେ ଜେନେରାଲ୍ କାଟାଗୋରୀ କଥା କହୁଛି। ତ ସେଇ ହିସାବରେ ଦେଖିଲେ ଯଦି ଆମେ ଜେନେରାଲ୍ କାଟାଗୋରୀ ସାଇନ୍ସର ଦେଖିବା, ଆମେ ଫାଷ୍ଟ ସାଇନ୍ସ ବିଷୟରେ ଡିସ୍କସନ୍ କରିବା। ଯଦି ଆମେ ଜେନେରାଲ୍ କାଟାଗୋରୀ ଦେଖୁଛେ ତ ସେଇ କଟ୍ ଅଫ୍ 45ରୁ 50 ପାଖାପାଖି ଆସିବ। ଏକ୍ଜାକ୍ଟ ନୁହଁ ଏଇଟା, ମାନେ କମ୍ ଯାଇପାରେ ବେଶୀ ବି ଯାଇପାରେ, ସେଇଟା କହିହେବନି, ଡିପେଣ୍ଡ କରିବ। ତାର ସ୍ପଷ୍ଟ ଆଜି ହେଇଯିବ, କାରଣ ପର୍ଟିକୁଲାରଲି ରେଜଲ୍ଟ ପଳେଇ ଆସିବ ଆଜି। ମୁଁ ଗୋଟେ ଗୁଗୁଲ୍ ଫର୍ମ ଦେବି, ମୋ ଚ୍ୟାନେଲ୍ ଥ୍ରୁରେ ଗୁଗୁଲ୍ ଫର୍ମ ଦେବି, ଲିଙ୍କ୍ ଭରିବେ, ଦେଖିବା ଦିନେ 2 ଦିନ ଭିତରେ କ'ଣ ରେସ୍ପନ୍ସ ଆସୁଛି, ସେଇ ହିସାବରେ ଆମେ ଇଏ କରିବା। ବାକି SCBC ମାନିକି ଚାଲ ଯେ ସେଇ 1-2 ମାର୍କ ଭିତରେ ହିଁ, ମାନେ ଯଦି ଆସିବ ଆର୍ ରେଞ୍ଜର 1 ମାର୍କ କିମ୍ବା 2 ମାର୍କ ଲେସ୍ରେ ହିଁ ଆସିବ। ମାନିକି ଚାଲ ଯେ 44ରୁ 46 ଭଳିଆ ଏମିତି ଆସିବ ରେଞ୍ଜର। ଆଉ SC ପିଲାଙ୍କର ସେ 40 ପାଖାପାଖି ଆସିଯିବ, ହେଲା। 2-4 ମାର୍କ ନିହାତି କମ୍ ଥିବ। ଆଉ ST ବହୁତ କମ୍ ଆସିବ, ତାଠାରୁ 38, ମାନେ ସେଇ ରେଞ୍ଜରେ ଆସିବ ଆଉ 35ରୁ 38 ଭଳିଆ ଆସିବ। ଆଉ RSଟା 40ରୁ 42 ଏମିତି ରେଞ୍ଜ ଆସିବାର। ଏଇଟା ହେଉଛି ମାନେ ସାଇନ୍ସ କ୍ୟାଟାଗୋରୀର, ହେଲା କି। ଯଦି ଆମେ ଦେଖିବା ଆର୍ଟ୍ସ କ୍ୟାଟାଗୋରୀରେ ଆପଣ ଜାଣିଛନ୍ତି ଯେ ଷ୍ଟେଟ୍ ବିଏଡ଼୍ରେ ଆର୍ଟ୍ସର ବହୁତ ମାନେ ହାଇ କଟଅଫ୍ ଯାଏ। ତ ସେଇ ହିସାବରେ ଯଦି ଆମେ ଜେନେରାଲ୍ କାଟାଗୋରୀର ଦେଖିବା, କଟଅଫ୍ଟି 50ରୁ 55 ଭିତରେ ଯିବ, ଜେନେରାଲ୍ କଟଅଫ୍। ସେମିତି ଦେଖିବା SCBCର ଦେଖିବା, ସେଇ ହିସାବରେ 47ରୁ 52, 53 ଭଳିଆ ଏମିତି କଟଅଫ୍ ଆସିବ, ହେଲା। SCBCର SCର ଯଦି ଦେଖିବା ଆମେ, SCର ସେଇ ରେଞ୍ଜ ଭିତରେ ସେଇ 44, ମାନେ 42ରୁ 45 ଭିତରେ ଏମିତି କଟଅଫ୍ ଆସିବ SC। ST ସେଇ ରେଞ୍ଜ ଆସିବ ସେଇ 38ରୁ 42 ଏମିତି ରେଞ୍ଜ ଆସିବ। ଏକ୍ସପେକ୍ଟେଡ଼ କଟଅଫ୍ ମୁଁ କହୁଛି, ଏଇଟା ଏକ୍ଜାକ୍ଟ କଟଅଫ୍ ନୁହଁ। ମୋତେ ଏଇଟା ଲାଗୁଛି ଯେ, କାରଣ ମୁଁ କାହାର ମାର୍କ ଜାଣିନି, ବାକି ପ୍ରିଭିୟସ୍ ଇୟର୍ର ଯେତିକି ବି କଟଅଫ୍ ଯାଇଛି ଏଇ ରେଞ୍ଜ ଭିତରେ ହିଁ କଟଅଫ୍ ଯାଇଛି। ଆପଣ ଯାଇ ଅଫିସିଆଲ୍ ସାଇଟ୍ରେ ବି ତାଙ୍କର ଚେକ୍ କରିପାରିବେ, 2-4 ବର୍ଷର ମାନେ ଲିଷ୍ଟ ଆସିଛି। ଆପଣ ଏଇଟା କହୁଛି, ମୁଁ ଫାଷ୍ଟ ମେରିଟ୍ ଲିଷ୍ଟ କଥା କହୁଛି, ଫାଷ୍ଟ ଯେଉଁଟା ହେବ, ହେଲା। ତ ଆରି ଭିତରେ ହିଁ, ମାନେ ଯଦି ଆପଣଙ୍କର ମାର୍କ ଅଛି, ପ୍ରୋବାବିଲିଟି ବହୁତ ଚାନ୍ସ ଅଛି ଆପଣ ଆଡ଼ମିସନ୍ ପାଇପାରିବେ ଏଇ ବର୍ଷ ବିଏଡ଼୍ରେ ବା ଏମ୍ଏଡ଼୍ରେ, ସରି ବିଏଡ଼୍ରେ। ଆପଣ ବିଏଡ଼୍ ସାଇନ୍ସ ଆଉ ଆର୍ଟ୍ସ କଥା ମୁଁ କହିଲି। ଆଉ ପ୍ରାୟ ପିଲା ଏମ୍ଏଡ଼୍ କଥା କହୁଥିଲେ। ଦେଖନ୍ତୁ ମୁଁ ଯେତିକି ଜଣଙ୍କ ସହିତ ପ୍ରାୟତଃ କଥା ହେଇଛି, ଏମ୍ଏଡ଼୍ ପାଇଁ ବହୁତ ଇଜି କୋଶ୍ଚିନ୍ ଆସିଥିଲା, ଇଜି ଲେବୁଲ୍ର କୋଶ୍ଚିନ୍ ଆସିଥିଲା। ତଥାପି ବହୁତ ପିଲା ତ 80+ କହୁଛନ୍ତି ମାର୍କ ଅଛି ବୋଲି। କହିହେବନି କ'ଣ କେତେ ସ୍କୋର୍ ଯିବ,
ଟୋଟାଲ୍ ତ ଜାଣିଛନ୍ତି ଆପଣ ବହୁତ କମ୍ ପିଲା ଏଥର ବି ରେଜିଷ୍ଟର କରିଛନ୍ତି, ମାତ୍ର 1600 ପିଲା କରିଛନ୍ତି। ଆଉ ଟୋଟାଲ୍ ସିଟ୍ ଅଛି 300 ପାଖାପାଖି ସିଟ୍ ଅଛି, 350, ଆଉ ତା ଭିତରୁ 250 ହେଉଛି ମାନେ ବୋଥ୍ ବଏଜ୍ ଆଣ୍ଡ ଗାର୍ଲସ୍, ଆଉ ଗାର୍ଲସ୍ ମାନଙ୍କର ବୋଧେ 100 ଅଛି ବୋଧେ। ତ ସେଇ ହିସାବରେ ରେଞ୍ଜ ଦେଖିଲେ ସେଇ ଆରଥରକ ତ ଯାଇଥିଲା ପ୍ରିଭିୟସ୍ ଇୟର୍ ଜେନେରାଲ୍ କଟଅଫ୍ 68 ହାଇଏଷ୍ଟ ଯାଇଥିଲା, ହେଲେ କି ରାଧାନାଥରେ ସବୁଠାରୁ ଟପ୍ କଲେଜ ଥିଲା ସେଇଟା। ତ ସେଇ ହିସାବରେ ଦେଖିଲେ ଏଇ ବର୍ଷଟି ମାନେ 75 କ୍ରସ୍ କରିଯିବ। କଟଅଫ୍ଟି 75 ପ୍ଲସ୍ କଟଅଫ୍ ରହିବ ଜେନେରାଲ୍ କଟଅଫ୍ରେ। ଆଉ SCBCରେ ବି ସେଇ ସେମ୍ ରହିବ 72 70 ମାନେ ଏମିତି ଆସିବ, 70 to 72 ଭଳିଆ ପାଖାପାଖି ରେଞ୍ଜ ଆସିବ। SCରେ ସେଇ ମାନିକି ଚାଲ ଯେ 65 ହେଲା କି 65 to 70 ରେଞ୍ଜ ଭିତରେ ଆସିବ। ଆଉ ST କାଟାଗୋରୀ ସେଇ 60 to 65 ଭିତରେ ଏଇ ରେଞ୍ଜ ଭିତରେ ଆସିବ ଆପଣଙ୍କର କଟଅଫ୍ ଲିଷ୍ଟ। ତ ଇଏ ଥିଲା ଟୋଟାଲ୍ ଡିଟେଲ୍ସ ରିଗାର୍ଡ଼ିଂ BEd MAd ଆଉ PhDର ଟୋଟାଲ୍ ଗାଇଡ଼ଲାଇନ୍ସ, ତା'ର ଡେଟ୍ ଆଉ କଟଅଫ୍ ରେଞ୍ଜ କେତେ କ'ଣ ଯିବ, ଆଉ ତା'ର ଟୋଟାଲ୍ ଟାଇମ୍ ଲାଇନ୍। ତ ଯଦି ଇନଫର୍ମେସନ୍ଟି ଭଲ ଲାଗିଛି ତାହେଲେ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।